ନାଇଲୋ ମା ସୁଚିତ୍ରା, ଉପାୟ ତ କତ ସବୁ ତୁମରି ପାଖରେ। ତୁମେ ଜାଣିନ ମା, ଜେଜେ ବାପା ତୁମର ଅଟନ୍ତି ମହାବଳୀ ସଙ୍କଟ ମୋଚନ ହନୁମାନ। ଯେତେ ବଡ଼ ବିପଦ ମାଡ଼ି ଆସିଲେ ମଧ୍ୟ ତାଙ୍କର ନାମ ସ୍ମରଣ କରନ୍ତେ କିଞ୍ଚିତ ମାତ୍ରକେ ବିପଦ ଖଣ୍ଡନ ହୋଇଥାଏ। ଏଭଳି ବୀର ତୁମ ଘରେ ଥାଉ ଥାଉ ତୁମେ ପୁଣି ଭୀରୁ କାପୁରୁଷ ପରି ଆତ୍ମବିସର୍ଜନ କରିବ ପୁଣି ଏଇ ସରଜୁ ନଦୀରେ। ନାଇଲୋ ମା ନାଇଁ, ହେଲେ ମାଲୋ ସୁଚିତ୍ରା, ହନୁମନ୍ତ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କର ଅନନ୍ୟ ସେବକ। ସେ ତ ସିଧାସଳଖ ପ୍ରଭୁ ସହିତ ବାଦ ବିବାଦ କରିପାରିବେନି। ସେଇ ନିମନ୍ତେ ଗୋଟାଏ ଉପାୟ ନିଶ୍ଚୟ କରିବାକୁ ପଡ଼ିବ। ଆଉ ସେ ଉପାୟଟିକ ହେଲେ ମାତା ଅଞ୍ଜନା 5 ମାସ କାଳ ତପସ୍ୟା କରି ଫେରିଛନ୍ତି କ୍ଷଣିକ ପର୍ବତେ। ସ୍ୱଚ୍ଛ ମନୋଭାବ ଅଛି ତାଙ୍କରି। ଏ ସମୟରେ ତୁମେ ଯାହା ମାଗିବ ମାତା ଅଞ୍ଜନା ନିଶ୍ଚୟ ତୁମକୁ ପ୍ରଦାନ କରିବେ। ମାଲୋ, ପତି ପତ୍ନୀ ଦୁହେଁ ଚାଲିଯାଅ କ୍ଷଣିକ ପର୍ବତେ। ମାତା ଅଞ୍ଜନାକୁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରାଇବ। ମାତା ଯେତେବେଳେ ସତ୍ୟ କରିବେ ନିଜର ଦୁଃଖ ଜଣାଇ ଶରଣ ଭିକ୍ଷା ମାଗିବ। ଥରେ ଯଦି ମାତା ଅଞ୍ଜନା ତୁମକୁ ଶରଣ ଦିଅନ୍ତି, ମହାବଳୀ ହନୁମନ୍ତ ସାଜିବ ତୁମର ରକ୍ଷା କବଚ। କ୍ଷତି କରିପାରିବନି ଋଷି ବିଶ୍ୱାମିତ୍ରଙ୍କର ଅଭିଶାପ, ଆଉ କ୍ଷତି କରିପାରିବନି ପ୍ରଭୁ ରାମଚନ୍ଦ୍ରଙ୍କର ବ୍ରହ୍ମାସ୍ତ୍ର। ମାଲୋ, କାଳ ବିଳମ୍ବ ନ କରି ସ୍ୱାମୀକୁ ତୁମର ଘେନି ଯାଅ କ୍ଷଣିକ ପର୍ବତେ। କ୍ଷଣିକ ପର୍ବତର ମାତୃକା ଗୁମ୍ଫା ମଧ୍ୟରେ ଅଛନ୍ତି ମାତା ଅଞ୍ଜନା। ଶରଣ ପଶ ପତି ପତ୍ନୀ ଦୁହେଁ ଅଞ୍ଜନା ମାଙ୍କ ନିକଟେ। ନିଶ୍ଚୟ ତୁମର କଲ୍ୟାଣ ହେବ ଲୋ ମା, ନିଶ୍ଚୟ ତୁମର